नमस्कार ମୁଁ ଆଜି ବନେଇବା ଯାଉଛି ମୈसूर ପାକ୍ ଯୋଉଟା ବେସନରେ ତିଆରି ଗୋଟେ ମିଠା ଯାହା ବହୁତ ସ୍ୱିଟ୍ ଲାଗେ। କିନ୍ତୁ ମୁଁ ପ୍ରଥମେ ଏଠି ଘିଅ ଗରମ କରିନେଉଛି ଏବଂ କଢ଼ା ବସେଇ ଦେଇଛି ଚିନିରେ ସେଟା ବନେଇବା ପାଇଁ। ଘିଅ ଟିକେ ବେଶୀ ନେଇଛି ଆଉ ମୁଁ ଆକୁ ରଖିଦେବି। ଘିଅ ଗୋଟେ କପ୍, ଚିନି ଗୋଟେ କପ୍, ପାଣି ଗୋଟେ କପ୍ ଆଉ ବେସନ ଗୋଟେ କପ୍। ବେସନ ଗୋଟେ କପ୍ରେ କିଛି ଘିଅ ପକେଇକି ତାକୁ ଗୋଳେଇକି ପ୍ରଥମେ ରଖିଦେବା। ତାପରେ ଆମେ ମିଠା ପ୍ରସ୍ତୁତ କରିବା। ସେପଟେ ମୁଁ ଚିନି ବି ବସେଇ ଦେଇଛି ଶିରା ପାଇଁ। ଏପଟେ ଦେଖନ୍ତୁ ବେସନକୁ ମୁଁ ଘିଅରେ ଗୋଳେଇଦେଲି ଏବଂ ଆମର ହେଇଗଲା ଗୋଟେ ପେଷ୍ଟ ଟାଇପ୍ର ହେଇଗଲା। ତାପରେ ଏଠି ଆମର ଶିରା ଫୁଟିବାକୁ ଲାଗିଛି। ଏଇଟା କେବଳ ବବୁଲ୍ସ ଆସିବା ଯାଏଁ ଆମେ ତାକୁ ଫୁଟେଇବା। ଆମର ଦେଖନ୍ତୁ ବବୁଲ୍ସ ଆସିଗଲା। ଏବେ ଆମେ ବେସନ ପେଷ୍ଟ ଶିରା ଦେହରେ ଢାଳିଦେବା। ସବୁ କିଛି ଢାଳି ଦେଇ ତାପରେ ତାକୁ ଭଲରେ ଗୋଳେଇ ଦେବା। କିନ୍ତୁ ଏବେ ମୁଁ ଗୋଳେଇବାକୁ ଚାଲିଛି। ଗୋଳେଇ ଯାଉଛି। ଏବେ ଫ୍ଲେମ୍କୁ ଟିକେ ଲୋ କରିଦେବା କାହିଁକିନା ବେସନ ଜଲ୍ଦି ଫୁଲିବାକୁ ଲାଗିବ କିନ୍ତୁ ତା ସିଝିବନି, କଞ୍ଚା ରହିଯିବ, ସ୍ମେଲ୍ କରିବ। କିନ୍ତୁ ଏମିତି କଣ୍ଟିନ୍ୟୁଅସଲି ଆମେ ଗୋଳେଇବାକୁ ଲାଗିବା। ଗୋଳେଇବା ତାପରେ ଆମେ ପୁଣି ଘିଅକୁ ଗରମ କରିବା। ଗରମ ଘିଅ ଏବେ ଏଇ ପେଷ୍ଟ ଉପରେ ପକେଇବା। ପୁଣି ଗୋଳେଇବାକୁ ଲାଗିବା, ପୁଣି ଗରମ ଘିଅ ପେଷ୍ଟ ଉପରେ ପକେଇବା। ଯେତେ ଏମିତି କରିବା ଦ୍ୱାରା ବେସନରେ ବଢ଼ିଆ ଛାସ୍ ଆସିଯିବ ଏବଂ କୁର୍ମି ଟାଇପ୍ର ହେଇଯିବ ସୁଇଟ୍। ବହୁତ ସୁନ୍ଦର ଦେଖନ୍ତୁ ଗରମ ଘିଅ ପକେଇଲା ମାତ୍ରେ କେମିତି ଜାଲି ଜାଲି ଭଳିଆ ହେଇଯାଉଛି। ଏଇଟା ହିଁ ସୁଇଟ୍ର ଗୋଟେ ମେନ୍ ପଏଣ୍ଟ। ଯେତେ ଘିଅ ଦେବେ ଗରମ ଘିଅ ସେତେ ସୁଇଟ୍ ବହୁତ ସୁନ୍ଦର ହବ। ଏମିତି ଦେବା ପରେ ଯେତେ ସମୟ ଘିଅ ନ ଛାଡ଼ିଛି ସେତେ ଯାଏଁ ଘିଅ ଆମେ ଢାଳି ଚାଲିବା। ଦେଖନ୍ତୁ ଘିଅ ଟିକେ ଟିକେ ଛାଡ଼ି ଆସିଲାଣି। ଏମିତି ଘାଣ୍ଟିବା, ପୁଣି ଗରମ ଘିଅକୁ ଦେବା। ଯେତେ ଥର ଦେବେ ସେତେ ତାର ଦେଖନ୍ତୁ କେମିତି ଜାଲି ଜାଲି ଭଳିଆ ହେଇଯାଉଛି। ପକେଇବା ମାତ୍ରେ ଘିଅ ଟିକେ ବହୁତ ସୁନ୍ଦର ଭାବରେ ମିଠା ଏଟା ଘରେ ତିଆରି କରି ଆକ୍ଚୁଆଲି ଏଇଟା ହେଉଛି ମୈसूर ପାକ୍ର ରେସିପି। ବଟ୍ ଆମେ ତ ସବୁବେଳେ ଇଚ୍ଛା ହେଲେ କିଣିକି ଖାଇପାରିବେନି। ସେଥିପାଇଁ ଯାହା ବି ସାମଗ୍ରୀ ଥାଏ ଟିକେ ଏପଟ ସେପଟ କରି ଘରେ ବନେଇଦେଲେ ବହୁତ ସୁନ୍ଦର ଲାଗେ। ମୋତେ ତ ବହୁତ ବଢ଼ିଆ ଲାଗେ। ମୋତେ ବହୁତ ମିଠା ପସନ୍ଦ। ଦେଖନ୍ତୁ କେତେ ସୁନ୍ଦର। ଏବେ ଦେଖନ୍ତୁ ଘିଅ ଛାଡ଼ି ଆସିଲା। ଏବେ ତାକୁ ଆମେ ସାଙ୍ଗେ ସାଙ୍ଗେ ଗୋଟେ ପାତ୍ରରେ କାଢ଼ିଦେବା। କାଢ଼ି ଦେଇକି ଠିକ୍ 5 ମିନିଟ୍ ପରେ ଆମେ ତାକୁ କଟ୍ କରିନେବା। କାରଣ ଏହା ହାର୍ଡ଼ ହେଇଗଲେ ଆକୁ ଆଉ କଟ୍ କରିବା ଅସମ୍ଭବ। ସେଥିପାଇଁ 5 ମିନିଟ୍ ପରେ ଆକୁ କଟ୍ କରିନେବା। କଟ୍ କରି ରଖିଦେବା। ତାପରେ ଡ୍ରାଏ ହେଇଗଲେ ଆକୁ ଆମେ ସର୍ଭ କରିବା ଖାଇବା ପାଇଁ। ଦେଖନ୍ତୁ ମୁଁ ଆକୁ କଟ୍ କରିଲେ ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଯେମିତି ପାରିବେ ସେମିତି କଟ୍ କରିପାରିବେ। ବଡ଼ ସାଇଜ୍ ଚାହିଁଲେ ବଡ଼ ସାଇଜ୍ କରିପାରିବେ, ଛୋଟ ସାଇଜ୍ ଚାହିଁଲେ ଛୋଟ ସାଇଜ୍ ବି ବନେଇ ପାରିବେ। ମୁଁ ଆକୁ ଛୋଟ ଛୋଟ କରି ବନେଇଛି କାହିଁକିନା ମିଠା ଯାହା ପସନ୍ଦ ନଥିବ ସେ ଟିକେ ଖାଇଲେ ତାର ମନ ବୁଝିଯିବ। ବଡ଼ ପିସ୍ ଖାଇଲେ ସେ ଯେତେ ଖାଇପାରେ ନ ଖାଇପାରେ, ସେଥିପାଇଁ ମୁଁ ଛୋଟ ଛୋଟ କରି ବନେଇଛି। ଦେଖନ୍ତୁ ଆମର ହେଇଗଲା। ଏବେ ଦେଖନ୍ତୁ ମୁଁ ରଖିଦେଇଥିଲି 10-15 ମିନିଟ୍। ଏବେ ଥଣ୍ଡା ବି ହେଇସାରିଛି ଏବଂ ଟାଣ ବି ହାର୍ଡ଼ ବି ହେଇଯାଇଛି। ଦେଖନ୍ତୁ ମୁଁ ଆକୁ ଭାଙ୍ଗିକି ଦେଖେଇବି। ଦେଖନ୍ତୁ କେତେ ସୁନ୍ଦର ଜାଲି ଜାଲି ଭାବେ ବନେଇଛି। ଜୟ ଜଗନ୍ନାଥ।